ଏକ ଛୋଟ ଗାଁରେ ରହୁଥିବା ଏକ ଛୁଆ ଥିଲା। ତାର ନାଁ ଥିଲା ରାଜୁ। ରାଜୁ ବହୁତ ଗରିବ ପରିବାରରୁ ଥିଲା, କିନ୍ତୁ ସେ ନିଜ ଜୀବନରେ କିଛି ବଡ଼ କରିବାକୁ ଚାହୁଁଥିଲା। ଗାଁର ଲୋକେ ସେଥିରେ ହସୁଥିଲେ। ତୁ କ'ଣ କରିପାରିବୁ ବୋଲି କହୁଥିଲେ, କିନ୍ତୁ ରାଜୁ ହାର ମାନିଲା ନାହିଁ। ସେ ପ୍ରତିଦିନ ସକାଳେ ଶୀଘ୍ର ଉଠି ପଢ଼ୁଥିଲା, କ୍ଷେତରେ ବାପାଙ୍କୁ ସହଯୋଗ କରୁଥିଲା ଓ ରାତିରେ ପୁଣି ପଢ଼ୁଥିଲା। ବିଦ୍ୟୁତ ନଥିବା ଦିନରେ ସେ ଦୀପ ଆଲୋକରେ ପଢ଼ୁଥିଲା। ଏକ ଦିନ ତାର ଶିକ୍ଷକ ତାକୁ କହିଲେ, ସଫଳତା ପାଇଁ ଦୁଇଟି ଜିନିଷ ଦରକାର, ଶ୍ରମ ଓ ବିଶ୍ୱାସ। ଏହି କଥା ରାଜୁଙ୍କ ମନକୁ ଛୁଇଁଗଲା। ସେ ଆଉ ବେଶୀ ମେହନତ କରିଲା। ବର୍ଷ ପରେ ସେ ପରୀକ୍ଷାରେ ଗାଁରେ ପ୍ରଥମ ହେଲା, ପରେ ସହରକୁ ଯାଇ ବଡ଼ ଅଧିକାରୀ ହେଲା। ଯେଉଁ ଲୋକେ ତାକୁ ହସୁଥିଲେ, ସେମାନେ ଏବେ ଗର୍ବ କରୁଥିଲେ। ଶିକ୍ଷା ମୋରାଲ ଜୀବନରେ ପରିସ୍ଥିତି ନୁହେଁ, ତୁମର ମନୋବଳ ତୁମକୁ ସଫଳ କରେ। ହାର ନ ମାନ, ନିଜ ଲକ୍ଷ୍ୟରେ ଧ୍ୟାନ ରଖ, ଜୟ ନିଶ୍ଚିତ।